ମୁଁ ସ୍ମିତା ଆପଣମାନଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ୍ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି, ତା ସହିତ ଟିକେ ଆଗକୁ ବଢିବା ଆଉ ଜାଣିବା ଓଡ଼ିଶାର ଇତିହାସ। ପ୍ରତ୍ୟେକ ଭିଡିଓରେ ଆମେ ଏକ ପ୍ରଶ୍ନ ଆଣିବା, ସେହି ପ୍ରଶ୍ନର ଉତ୍ତର ଖୋଜିବା ଆଉ ତା ସହିତ ଜାଣିବା ଆମେ ଓଡ଼ିଶାର ଇତିହାସ, କିନ୍ତୁ ମାତ୍ର 5 ଧାଡିରେ। ଆଉ ଯଦି ଅଧିକା ଜାଣିବାର ଅଛି କମେଣ୍ଟ କରିବ, ତାକୁ ଆମେ ନେଇକି ଆସିବା। ତାହେଲେ ଯିବା ଜାଣିବା ଆଜିର ଭିଡିଓରେ କଣ ରହିଛି। ଆଜିର ଟପିକଟି ହେଉଛି କଳିଙ୍ଗର ଭୌଗୋଳିକ ଏବଂ ଐତିହାସିକ ଗୁରୁତ୍ୱ। କଳିଙ୍ଗ ଭାରତର ପୂର୍ବ ଉପକୂଳରେ, ମୁଖ୍ୟତଃ ଭାରତର ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶରେ ଅବସ୍ଥିତ ଏକ ପ୍ରାଚୀନ ଅଞ୍ଚଳ ଥିଲା। ଏହାର ଉପକୂଳବର୍ତ୍ତୀ ସ୍ଥିତି ଦକ୍ଷିଣ ପୂର୍ବ ଏସିଆ ସହିତ ବାଣିଜ୍ୟ ଏବଂ ସାଂସ୍କୃତିକ ଆଦାନ ପ୍ରଦାନକୁ ସହଜ କରିବା ଯୋଗୁଁ ଏହା ରଣନୈତିକ ଭାବରେ ଗୁରୁତ୍ୱପୂର୍ଣ୍ଣ ଥିଲା। ଅଶୋକଙ୍କ ବିଜୟ ପର୍ଯ୍ୟନ୍ତ ମୌର୍ଯ୍ୟ ଭଳି ପ୍ରମୁଖ ସାମ୍ରାଜ୍ୟକୁ ପ୍ରତିରୋଧ କରି କଳିଙ୍ଗ ଦୀର୍ଘ ସମୟ ପର୍ଯ୍ୟନ୍ତ ଏହାର ସ୍ୱାଧୀନତା ବଜାୟ ରଖିଥିଲା। ଏହି ଅଞ୍ଚଳ ଏହାର ସମୃଦ୍ଧି, କୁଶଳୀ କାରିଗର ଏବଂ ଉନ୍ନତ ସହରାଞ୍ଚଳ ବସତି ପାଇଁ ଜଣାଶୁଣା ଥିଲା। ଐତିହାସିକ ଭାବରେ ପ୍ରାଚୀନ ଭାରତରେ ଆଞ୍ଚଳିକ ରାଜନୀତି, ବାଣିଜ୍ୟ ଏବଂ ସାଂସ୍କୃତିକ ବିକାଶକୁ ଗଠନ କରିବାରେ କଳିଙ୍ଗ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଭିଡିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି ଭଲ ଲାଗିଲା ଟିକେ ଲାଇକ୍ କରିଦେବ। ଯଦି କିଛି କ୍ୱେଶ୍ଚିନ୍ସ ଅଛି, କିଛି ଡାଉଟ୍ ଅଛି, ତାହେଲେ କମେଣ୍ଟରେ ଲେଖିକି ଦେବ। ଭିଡିଓ ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥା। ତାହେଲେ ରହୁଛି, ଦେଖା ହବା ଆଗାମୀ ଭିଡିଓରେ। ନମସ୍କାର।